आम सह जोड़ी हेइथिबारु बहुत बहुत धन्यवाद। आज आमे श्रीमद् भागवतर गोटे बहुत मजादार कहानी भितर को जिबा। ହଁ ଏ କାହାଣୀଟି ହେଉଛି ଜଣେ ମହାନ ଋଷିଙ୍କର ଯାହାଙ୍କର ତପସ୍ୟା ଏତେ ଶକ୍ତିଶାଳୀ ଥିଲା। ଯେ ତାହା ପୁରା ସୃଷ୍ଟିର ଗୋटे ନୂଆ ଅଧ୍ୟାୟ ଲେଖିବାକୁ ଯାଉଥିଲା। ଏକଦମ ଆମ ପାଖରେ ଯୋଉ ସୋର୍ସ ଅଛି ସେଥିରେ ବିଦୁର ମୈତ୍ରେୟ ଋଷିଙ୍କୁ ପଚାରୁଛନ୍ତି। ସେ ଜାଣିବାକୁ ଚାହୁଁଛନ୍ତି ଯେ ସ୍ୱୟଂଭୁବ ମନୁଙ୍କ ବଂଶ କେମିତି ଆଗକୁ ବଢ଼ିଲା, ବିଶେଷ କରି ତାଙ୍କ ଝିଅ ଦେବହୂତିଙ୍କ କଥା। ତେଣୁ ଆଜିର ଆଲୋଚନାର ମୂଳ ଉଦ୍ଦେଶ୍ୟ ହେଉଛି ଏହି କାହାଣୀର କେନ୍ଦ୍ରରେ ଥିବା କର୍ଦ୍ଦମ ମୁନିଙ୍କ ବିଷୟରେ ଜାଣିବା। ହଁ, ତାଙ୍କର କଠୋର ତପସ୍ୟା, ତାଙ୍କ ମିଳିଥିବା ଦିବ୍ୟ ଦର୍ଶନ ଆଉ ତାପରେ ଯାହା ସବୁ ଘଟୁଛି ତାହା କେମିତି ଜଣେ ବ୍ୟକ୍ତିର ସାଧନା ପୁରା ବ୍ରହ୍ମାଣ୍ଡର ଯୋଜନା ସହ ଯୋଡ଼ି ହୋଇଯାଉଛି। ଏହା କେବଳ ଏକ ପୁରାଣ କଥା ନୁହେଁ, ଏହା ଭିତରେ ବହୁତ ଗଭୀର ଦର୍ଶନ ଲୁଚି ରହିଛି। ଏବେ ଚାଲନ୍ତୁ ସିଧା କାହାଣୀ ଭିତରକୁ ଯିବା। କାହାଣୀ ଆରମ୍ଭ ହେଉଛି କର୍ଦ୍ଦମ ମୁନିଙ୍କଠାରୁ। ତାଙ୍କୁ ବ୍ରହ୍ମା ଆଦେଶ ଦେଇଛନ୍ତି ପ୍ରଜା ସୃଷ୍ଟି କରିବା ପାଇଁ। ହଁ, ଆଉ ସେହି ଆଦେଶ ପାଳନ କରିବାକୁ ସେ ସରସ୍ୱତୀ ନଦୀ କୂଳରେ ପହଞ୍ଚି କଠୋର ତପସ୍ୟା ଆରମ୍ଭ କରୁଛନ୍ତି। ଆଉ ଏ ତପସ୍ୟା କିଛି ଦିନ କି ମାସର ନଥିଲା, ଠିକ୍ ତ? ଆଦୌ ନୁହେଁ। ଗ୍ରନ୍ଥ କହୁଛି ସେ ହଜାର ହଜାର ବର୍ଷ ଧରି ତପସ୍ୟା କରିଥିଲେ। ସେ ସମାଧି ଯୋଗରେ ଈଶ୍ୱରଙ୍କୁ ଆରାଧନା କରୁଥିଲେ। ଗୋଟେ ମିନିଟ୍, ଏଇଠି ସମାଧି ଯୋଗ ଶବ୍ଦଟା ଆସିଲା। ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ'ଣ? ଏହା କ'ଣ କେବଳ ଆଖି ବନ୍ଦ କରି ଧ୍ୟାନ କରିବା? ଭଲ ପ୍ରଶ୍ନ। ଦେଖନ୍ତୁ, ସରଳ ଭାଷାରେ କହିଲେ ସମାଧି ଯୋଗ ହେଉଛି ଧ୍ୟାନର ସବୁଠୁ ଗଭୀର ଅବସ୍ଥା। ଏମିତି ଏକ ଅବସ୍ଥା ଯେଉଁଠି ମଣିଷ ନିଜର ବାହ୍ୟ ଜଗତକୁ, ଏପରିକି ନିଜ ଶରୀରକୁ ବି ଭୁଲିଯାଏ। ହଁ ଠିକ୍, ତାର ଚେତନା କେବଳ ସେହି ପରମ ସତ୍ୟ ବା ଈଶ୍ୱରଙ୍କ ସହିତ ଏକାକାର ହୋଇଯାଏ। ତେଣୁ କର୍ଦ୍ଦମ ମୁନିଙ୍କ ତପସ୍ୟା କେବଳ ଶାରୀରିକ କଷ୍ଟ ନଥିଲା, ଏହା ଥିଲା ଚେତନାର ଏକ ଗଭୀର ଯାତ୍ରା। ବା, ଏବେ ବୁଝା ପଡ଼ିଲା। ତେବେ ଏହି ଅସାଧାରଣ ତପସ୍ୟାର ଫଳ କ'ଣ ମିଳିଲା? ଫଳ ଥିଲା ଅକଳ୍ପନୀୟ। ତାଙ୍କର ଏହି ନିଷ୍ଠାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ଭଗବାନ ବିଷ୍ଣୁ ତାଙ୍କ ସାମ୍ନାରେ ପ୍ରକଟ ହେଲେ। ଆଉ ଯେଉଁ ରୂପରେ ସେ ଦର୍ଶନ ଦେଲେ ତାର ବର୍ଣ୍ଣନା ଅତ୍ୟନ୍ତ ଚମତ୍କାର। ହଁ, ମୁଁ ସେହି ଅଂଶଟି ପଢ଼ୁଥିଲି। ସତରେ ବିଶ୍ୱାସ କରିହେବ ନାହିଁ। କୁହାଯାଇଛି ସେ ଗରୁଡ଼ଙ୍କ କାନ୍ଧ ଉପରେ ବସିଥିଲେ। ତାଙ୍କର ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଆଉ ପଦ୍ମ। ଆଉ ତାଙ୍କ ଶରୀରର ତେଜ 100 ସୂର୍ଯ୍ୟ ସମାନ ଥିଲା। ଠିକ୍, କିନ୍ତୁ ମୋର ପ୍ରଶ୍ନ ହେଉଛି, ଏହି ବର୍ଣ୍ଣନାରେ ଏତେ ସବୁ ଛୋଟ ଛୋଟ କଥା କାହିଁକି ଦିଆଯାଇଛି? କେବଳ ଭଗବାନ ଦର୍ଶନ ଦେଲେ କହିଦେଲେ ହୋଇନଥାନ୍ତା କି? ଏଇଠି ହିଁ ତ କଥାର ଗଭୀରତା ଅଛି। ଦେଖନ୍ତୁ, ଏଇ ପ୍ରତ୍ୟେକଟି ଜିନିଷର ସାଙ୍କେତିକ ଅର୍ଥ ରହିଛି। ଯେମିତି ଶଙ୍ଖ, ଏହା ହେଉଛି ସୃଷ୍ଟିର ଆଦିମ ଶବ୍ଦ, ଓମ୍ର ପ୍ରତୀକ। ଚକ୍ର କେବଳ ଏକ ଅସ୍ତ୍ର ନୁହେଁ, ଏହା କାଳଚକ୍ର ଏବଂ ମନର ପ୍ରତୀକ ମଧ୍ୟ। ଆଚ୍ଛା। ତେଣୁ ଏହି ବର୍ଣ୍ଣନା କେବଳ କବିତା ପାଇଁ ନୁହେଁ, ଏହା ଭିତରେ ପୁରା ଧାର୍ମିକ ଏବଂ ଦାର୍ଶନିକ ତତ୍ତ୍ୱ ଭରି ରହିଛି। ଓହୋ, ଆଉ ତାଙ୍କର ପୋଷାକ ଅଳଙ୍କାର ବିଷୟରେ ବି ବହୁତ କିଛି ଲେଖା ଅଛି। ଯେମିତି ସେ ପୀତବସ୍ତ୍ର ପିନ୍ଧିଥିଲେ, ଛାତିରେ ଶ୍ରୀବତ୍ସ ଚିହ୍ନ ଥିଲା ଆଉ ବେକରେ କୌସ୍ତୁଭମଣି। ଏସବୁର କିଛି ବିଶେଷତ୍ୱ ଅଛି କି? ନିଶ୍ଚୟ। ପୀତବସ୍ତ୍ର ବେଦର ଜ୍ଞାନକୁ ଦର୍ଶାଏ। ଶ୍ରୀବତ୍ସ ଚିହ୍ନ ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ, ଯାହା ପ୍ରକୃତି ଓ ପୁରୁଷର ମିଳନକୁ ସୂଚାଏ। ଆଉ କୌସ୍ତୁଭମଣି? କୌସ୍ତୁଭମଣି ହେଲା ସମସ୍ତ ଜୀବଙ୍କର ଶୁଦ୍ଧ ଚେତନା ବା ଆତ୍ମାର ପ୍ରତୀକ। ତେଣୁ ଯେତେବେଳେ କର୍ଦ୍ଦମ ଏହି ରୂପ ଦେଖୁଛନ୍ତି, ସେ କେବଳ ଜଣେ ସୁନ୍ଦର ଦେବତାଙ୍କୁ ଦେଖୁନାହାନ୍ତି, ସେ ସମଗ୍ର ବ୍ରହ୍ମାଣ୍ଡର ତତ୍ତ୍ୱକୁ ଏକାଠି ଦେଖୁଛନ୍ତି। ୱାଓ, ଏତେ ଗଭୀର ଅର୍ଥ! ଆଉ କୁହାଯାଇଛି ତାଙ୍କର ସ୍ମିତ ହାସ୍ୟ କୋଟି କନ୍ଦର୍ପଙ୍କ ସୌନ୍ଦର୍ଯ୍ୟକୁ ବି ହରାଇ ଦେଉଥିଲା। ଏହାକୁ ଦେଖି କର୍ଦ୍ଦମଙ୍କର ପ୍ରତିକ୍ରିୟା କ'ଣ ଥିଲା? ସ୍ୱାଭାବିକ ଭାବରେ ସେ ପୁରା ଅଭିଭୂତ ହୋଇଗଲେ। ତାଙ୍କର ହଜାର ହଜାର ବର୍ଷର ତପସ୍ୟାର ସବୁ କ୍ଳାନ୍ତି ମୁହୂର୍ତ୍ତକରେ ଦୂର ହୋଇଗଲା। ତାଙ୍କ ଦେହ ରୋମାଞ୍ଚିତ ହୋଇଗଲା, ଆଖିରୁ ଆନନ୍ଦର ଲୁହ ବହିବାକୁ ଲାଗିଲା। ହଁ, ସେ ସାଙ୍ଗେ ସାଙ୍ଗେ ଭୂମିରେ ଦଣ୍ଡବତ କଲେ, କାରଣ ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ପୂରଣ ହୋଇଥିଲା। ଆଉ ସେ କେବଳ ପ୍ରଣାମ କରି ଚୁପ୍ ରହିଲେନି, ସେ ଏକ ସୁନ୍ଦର ସ୍ତୁତି ବି ଗାନ କଲେ। ସେ କହିଲେ, ହେ ପ୍ରଭୁ, ଆପଣଙ୍କୁ ଦେଖି ଆଜି ମୋ ଆଖି ସଫଳ ହେଲା। ହଁ, ଆଉ ସେଇ ସ୍ତୁତି ଭିତରେ ସେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି। ସେ କହୁଛନ୍ତି, ଯେଉଁମାନେ ଆପଣଙ୍କ ପାଦପଦ୍ମ ରୂପୀ ନୌକାର ଆଶ୍ରୟ ନିଅନ୍ତି, ସେମାନେ ଏ ଭବସାଗରକୁ ସହଜରେ ପାର ହୋଇଯାଆନ୍ତି। କିନ୍ତୁ ଯେଉଁମାନେ ସାଂସାରିକ ବିଷୟ ବାସନାରେ ବୁଡ଼ି ରହନ୍ତି? ସେମାନେ
ବାରମ୍ବାର ଏହି ସଂସାରରେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରୁଥାନ୍ତି। ଗୋଟେ ମିନିଟ୍ ରୁହନ୍ତୁ, ଏଇଠି ମୋତେ ଗୋଟେ କଥା ଟିକେ ଅଡୁଆ ଲାଗୁଛି। ସେ ଏବେ ଏବେ ସାଂସାରିକ ବିଷୟବାସନାକୁ ତ୍ୟାଗ କରିବା କଥା କହିଲେ, କିନ୍ତୁ ତାପରେ ପରେ ସେ ନିଜେ ଗୃହସ୍ଥ ହେବା ପାଇଁ ଜଣେ ପତ୍ନୀ ପାଇବା ପାଇଁ ପ୍ରାର୍ଥନା କରୁଛନ୍ତି। ଏହା କ'ଣ ଗୋଟେ ବଡ଼ ବିରୋଧାଭାସ ନୁହେଁ କି? ଏହା ଏକଦମ ସଠିକ୍ ପ୍ରଶ୍ନ। ଆଉ ଏହି ବିରୋଧାଭାସକୁ ଗ୍ରନ୍ଥ ନିଜେ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛି। କର୍ଦ୍ଦମ ସ୍ୱୀକାର କରୁଛନ୍ତି ଯେ ତାଙ୍କ ମନ ସାଂସାରିକ ଜୀବନ ଆଡ଼କୁ ଆକର୍ଷିତ ହେଉଛି। କିନ୍ତୁ କାହିଁକି? ନିଜର ଭୋଗ ପାଇଁ ନୁହେଁ? ନା, ନିଜର ଭୋଗ ପାଇଁ ନୁହେଁ, ବରଂ ବ୍ରହ୍ମାଙ୍କ ଆଦେଶ ପାଳନ କରି ସୃଷ୍ଟି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ। ଏଠାରେ ତାଙ୍କର ଇଚ୍ଛା ବ୍ୟକ୍ତିଗତ ନୁହେଁ, ଏହା ଏକ ଦୈବୀ କର୍ତ୍ତବ୍ୟର ଅଂଶ। ତେଣୁ ଏହାକୁ ଭୋଗ ନୁହେଁ, ବରଂ ଯୋଗ ବୋଲି କୁହାଯାଇଛି। ଆଚ୍ଛା, ତେଣୁ ଏଠି ଉଦ୍ଦେଶ୍ୟଟା ହିଁ ସବୁକିଛି। ତାଙ୍କର ଉଦ୍ଦେଶ୍ୟ ନିଜର ସୁଖ ନଥିଲା, ବରଂ ଈଶ୍ୱରଙ୍କ ଆଦେଶ ପାଳନ କରିବା ଥିଲା। ହଁ, ଆଉ ସେଥିପାଇଁ ସେ ସ୍ୱୟଂଭୁବ ମନୁଙ୍କ ଝିଅ ଦେବହୂତିଙ୍କୁ ହିଁ ପତ୍ନୀ ଭାବରେ ମାଗୁଛନ୍ତି। ଠିକ୍। ଆଉ ଭଗବାନଙ୍କ ଉତ୍ତର ଆହୁରି ମଜାଦାର। ହଁ, ସେ ହସି ହସି କହୁଛନ୍ତି, ହେ ଋଷି, ତୁମ ମନରେ କ'ଣ ଅଛି ତାହା ମୁଁ ଆଗରୁ ଜାଣିସାରିଛି, ଆଉ ତୁମ ଇଚ୍ଛା ପୂରଣ ପାଇଁ ବ୍ୟବସ୍ଥା ମଧ୍ୟ କରିସାରିଛି। ଏହାର ମାନେ, ଯଦି ଉଦ୍ଦେଶ୍ୟ ଶୁଦ୍ଧ ଥାଏ, ତେବେ ଈଶ୍ୱର ନିଜେ ରାସ୍ତା ତିଆରି କରନ୍ତି। ଏକଦମ। ତେବେ ସେ କି ବ୍ୟବସ୍ଥା କରିଥିଲେ? ଭଗବାନଙ୍କ ଭବିଷ୍ୟବାଣୀ କ'ଣ ଥିଲା? ଭବିଷ୍ୟବାଣୀ ଅତ୍ୟନ୍ତ ସ୍ପଷ୍ଟ ଥିଲା। ସେ ମୁଖ୍ୟତଃ ଚାରୋଟି କଥା କହିଲେ। ପ୍ରଥମ, ସମ୍ରାଟ ସ୍ୱୟଂଭୁବ ମନୁ ନିଜ ପତ୍ନୀ ଶତରୂପାଙ୍କ ସହିତ ଆଉ 2 ଦିନ ଭିତରେ ଏଠାରେ ପହଞ୍ଚିବେ। ଦ୍ୱିତୀୟରେ, ସେମାନେ ନିଜ କନ୍ୟା ଦେବହୂତିକୁ ତାଙ୍କ ସହିତ ବିବାହ ଦେବା ପାଇଁ ପ୍ରସ୍ତାବ ଦେବେ। ତୃତୀୟରେ, ତାଙ୍କର ଦେବହୂତିଙ୍କଠାରୁ 9ଟି କନ୍ୟା ସନ୍ତାନ ଜନ୍ମ ହେବେ। ଆଉ ସବୁଠାରୁ ବଡ଼ ଏବଂ ଚତୁର୍ଥ ଭବିଷ୍ୟବାଣୀ ଥିଲା। ସବୁଠାରୁ ବଡ଼ କଥା, ସ୍ୱୟଂ ଭଗବାନ କହିଲେ, ମୁଁ ନିଜେ ମୋର ଏକ ଅଂଶରେ ତୁମର ପୁତ୍ର ରୂପେ ଜନ୍ମ ନେବି, ଆଉ ମୁଁ ସଂସାରକୁ ତତ୍ତ୍ୱ ସଂହିତା ବା ସାଂଖ୍ୟ ଦର୍ଶନର ଜ୍ଞାନ ପ୍ରଦାନ କରିବି। ଏଇଠି ଆଉ ଗୋଟେ ଶବ୍ଦ ଆସିଲା, ସାଂଖ୍ୟ ଦର୍ଶନ। ଏହା କ'ଣ? ଦେଖନ୍ତୁ, ସାଂଖ୍ୟ ଦର୍ଶନ ହେଉଛି ଭାରତର ସବୁଠାରୁ ପୁରୁଣା ଦାର୍ଶନିକ ପରମ୍ପରାମାନଙ୍କ ମଧ୍ୟରୁ ଗୋଟିଏ। ଏହା ମୁଖ୍ୟତଃ ପୁରୁଷ ମାନେ ଚେତନା ଏବଂ ପ୍ରକୃତି ମାନେ ପଦାର୍ଥ, ଏହି ଦୁଇଟି ବିଷୟରେ ଆଲୋଚନା କରେ। ଓହୋ, ତେଣୁ ଏହା ସଂସାର କିପରି ସୃଷ୍ଟି ହୋଇଛି ସେ ବିଷୟରେ କୁହେ। ହଁ, ଆଉ ମଣିଷ କିପରି ଏହି ସାଂସାରିକ ଦୁଃଖରୁ ମୁକ୍ତି ପାଇପାରିବ। ତେଣୁ ଭଗବାନ କେବଳ ଏକ ଦିବ୍ୟ ଶିଶୁ ରୂପେ ଜନ୍ମ ହେବେ ବୋଲି କହୁନାହାନ୍ତି। ସେ କହୁଛନ୍ତି ଯେ ସେ ଏକ ବହୁତ ବଡ଼ ଦାର୍ଶନିକ ପରମ୍ପରାର ଆରମ୍ଭ କରିବେ। ବାଃ! ଏହାର ଅର୍ଥ ହେଲା, କର୍ଦ୍ଦମଙ୍କ ବ୍ୟକ୍ତିଗତ ତପସ୍ୟା ଏବେ ଗୋଟେ ବହୁତ ବଡ଼ ବ୍ରହ୍ମାଣ୍ଡୀୟ ଯୋଜନାର ଅଂଶ ହୋଇଗଲା। ଏକଦମ। ତାଙ୍କର ଏକାକୀ ସାଧନା ଏବେ ଏକ ବଂଶର ବିସ୍ତାର ଏବଂ ଏକ ମହାନ ଦର୍ଶନର ପ୍ରଚାର ପାଇଁ ମାଧ୍ୟମ ପାଲଟିଗଲା। ଏହା କହି ଭଗବାନ ଅନ୍ତର୍ଦ୍ଧାନ ହୋଇଗଲେ। ଆଉ ଏହି ଭବିଷ୍ୟବାଣୀ ହିଁ କାହାଣୀର ପରବର୍ତ୍ତୀ ଘଟଣା ପାଇଁ ମଞ୍ଚ ପ୍ରସ୍ତୁତ କରୁଛି। ହଁ, ଏବେ ଆମେ ଦେଖିବା ଏହା କିପରି ସତ ହେଉଛି। ଠିକ୍, ଯେମିତି କୁହାଯାଇଥିଲା, ରାଜା ମନୁ ଆଉ ରାଣୀ ଶତରୂପା ନିଜ ଝିଅ ଦେବହୂତିଙ୍କୁ ନେଇ କର୍ଦ୍ଦମଙ୍କ ଆଶ୍ରମରେ ପହଞ୍ଚିଲେ। ଆଉ ସେହି ଆଶ୍ରମର ବର୍ଣ୍ଣନା ବହୁତ ସୁନ୍ଦର ଭାବରେ କରାଯାଇଛି। ହଁ, ଆଶ୍ରମଟି ଥିଲା ବିନ୍ଦୁ ସରୋବର ପାଖରେ। ଆଉ ଏହି ସରୋବରର ନାଁ ପଛରେ ବି ଗୋଟେ କାହାଣୀ ଅଛି। କି କାହାଣୀ? କୁହାଯାଏ, କ'ଣ ନା, କର୍ଦ୍ଦମଙ୍କର ଏପରି କଠୋର ତପସ୍ୟା ଏବଂ ଭକ୍ତି ଦେଖି ଭଗବାନ ବିଷ୍ଣୁଙ୍କ ଆଖିରୁ କରୁଣାର ଅଶ୍ରୁବିନ୍ଦୁ ଝରି ପଡ଼ିଥିଲା। ଆଚ୍ଛା। ସେହି ଅଶ୍ରୁବିନ୍ଦୁରେ ହିଁ ଏହି ପବିତ୍ର ସରୋବରର ସୃଷ୍ଟି। ସେଥିପାଇଁ ତାର ନାଁ ବିନ୍ଦୁସର। ଏହାର ଅର୍ଥ ହେଲା, ସେହି ଜାଗାର ମାଟି ମଧ୍ୟ ଭଗବାନଙ୍କର କର୍ମରେ ପବିତ୍ର ହୋଇସାରିଥିଲା। ବାଃ, କି ସୁନ୍ଦର କଥା! ଏହା ବ୍ୟତୀତ ଆଶ୍ରମ ଚାରିପଟେ ସୁନ୍ଦର ଫୁଲ, ଫଳ, ଗଛ, ଯେମିତି କଦମ୍ବ, ଚମ୍ପକ, ଅଶୋକ। ଆଉ କୋଇଲିର କୁହୁତାନ, ଭଉଁରାର ଗୁଞ୍ଜନ, ପୁରା ପରିବେଶ ମୁଖରିତ ହେଉଥିଲା। ଏଭଳି ଏକ ସ୍ୱର୍ଗୀୟ ପରିବେଶରେ ରାଜା ମନୁ ପହଞ୍ଚିଲେ। ଆଉ ସେଠାରେ ସେ କର୍ଦ୍ଦମ ମୁନିଙ୍କୁ ଦେଖିଲେ। ହଁ, ଆଉ ମୁନିଙ୍କ ବର୍ଣ୍ଣନା ବି ବହୁତ ଆକର୍ଷଣୀୟ। ସେ ସାଧାରଣ ଗଛର ବକଳ ପିନ୍ଧିଥିଲେ, କିନ୍ତୁ ତାଙ୍କ ମୁହଁରେ ଏକ ଅଦ୍ଭୁତ ତେଜ ଥିଲା। ଲେଖା ଅଛି, ତାଙ୍କୁ ଦେଖିଲେ ଲାଗୁଥିଲା ଯେମିତି ଏକ ମାଟି ଲାଗିଥିବା ଦାମୀ ରତ୍ନ। ବାଃ, ବାହାରୁ ସାଧାରଣ, କିନ୍ତୁ ଭିତରୁ ଅତ୍ୟନ୍ତ ତେଜିଆନ। ଏକଦମ। ମନୁ ତାଙ୍କୁ ଦେଖିବା ମାତ୍ରେ ରଥରୁ ଓହ୍ଲାଇ ପଡ଼ି ଅତ୍ୟନ୍ତ ନମ୍ରତାର ସହ ପ୍ରଣାମ କଲେ। ଆଉ କର୍ଦ୍ଦମ ମୁନି ମଧ୍ୟ ରାଜାଙ୍କୁ ଦେଖି ଖୁସି ହେଲେ, କାରଣ ତାଙ୍କର ଭଗବାନଙ୍କ କଥା ମନେ ପଡ଼ିଗଲା। ହଁ, ସେ ରାଜାଙ୍କୁ ସ୍ୱାଗତ କରି ଆଶୀର୍ବାଦ ଦେଲେ।
ଏହାପରେ କର୍ଦ୍ଦମମୁନି ଯାହା କହୁଛନ୍ତି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଜଣେ ରାଜାର କର୍ତ୍ତବ୍ୟ କ'ଣ ତାହା ବୁଝାଉଛନ୍ତି। ସେ କହୁଛନ୍ତି ଜଣେ ରାଜାର ପ୍ରକୃତ କାମ ହେଉଛି ଧର୍ମର ରକ୍ଷା କରିବା, ସାଧୁସନ୍ଥଙ୍କୁ ସୁରକ୍ଷା ଦେବା ଏବଂ ଦୁଷ୍ଟ ଲୋକଙ୍କୁ ଦମନ କରିବା। ସେ ରାଜାଙ୍କୁ ଅଷ୍ଟଦିଗପାଳଙ୍କର ଶକ୍ତିର ପ୍ରତିରୂପ ବୋଲି ବି କହୁଛନ୍ତି। ମାନେ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ଇନ୍ଦ୍ର ପରି ଦେବତାମାନଙ୍କର ଶକ୍ତି ଜଣେ ରାଜାଙ୍କ ଭିତରେ ଥାଏ। ଜଣେ ତପସ୍ୱୀ ହୋଇ ବି ସେ ରାଜଧର୍ମକୁ ଏତେ ସମ୍ମାନ ଦଉଛନ୍ତି, ଏହା ଟିକେ ଆଶ୍ଚର୍ଯ୍ୟକର ନୁହେଁ କି? ଆଦୌ ନୁହେଁ, ବରଂ ଏହା ସେହି ସମାଜ ବ୍ୟବସ୍ଥାରେ ଏକ ସୁନ୍ଦର ଚିତ୍ର ଦେଉଛି। ସେମାନେ ବୁଝିଥିଲେ ଯେ ସମାଜକୁ ଠିକ୍ ଭାବରେ ଚଳାଇବା ପାଇଁ ଉଭୟ ତପସ୍ୱୀର ଆଧ୍ୟାତ୍ମିକ ଶକ୍ତି ଏବଂ ରାଜାର ଶାସନ ଶକ୍ତି ଦରକାର। ଆଚ୍ଛା, ମାନେ ଗୋଟିଏ ବିନା ଅନ୍ୟଟି ଅଧୁରା। ହଁ, କର୍ଦ୍ଦମ ବୁଝାଉଛନ୍ତି ଯେ ଯଦି ରାଜା ନିଜ କର୍ତ୍ତବ୍ୟରୁ ଦୂରେଇ ଯିବେ ତେବେ ପୁରା ସମାଜ ନଷ୍ଟ ହୋଇଯିବ। ସେଥିପାଇଁ ସେ ମନୁଙ୍କୁ ପ୍ରଶଂସା କରୁଛନ୍ତି। ଆଉ ଏସବୁ କହିବା ପରେ ସେ ସିଧା କଥାକୁ ଆସୁଛନ୍ତି। ସେ କହୁଛନ୍ତି, ହେ ରାଜନ୍, ଆପଣ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ତାହା ମୁଁ ଜାଣିଛି। ଆପଣ ନିଶ୍ଚିନ୍ତ ରୁହନ୍ତୁ, ମୁଁ ତାହା ନିଶ୍ଚୟ ପୂରଣ କରିବି। ଏକଥା ଶୁଣି ରାଜା ମନୁଙ୍କ ମନରୁ ସବୁ ଚିନ୍ତା ଦୂର ହୋଇଗଲା। ତେଣୁ ଏହି ମୁହୂର୍ତ୍ତରେ ଆମେ ଦେଖୁଛୁ ଯେ ଦୁଇଟି ଭିନ୍ନ ଧାରା, ରାଜଧର୍ମ ଆଉ ତପସ୍ୱୀର ଧର୍ମ, ଗୋଟିଏ ଦିବ୍ୟ ଉଦ୍ଦେଶ୍ୟ ପାଇଁ ଏକାଠି ହେଉଛନ୍ତି। ତେବେ ଆମେ ଏହି ଆଲୋଚନାକୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଛାଡ଼ୁଛେ। ଜଣେ ମହାନ ଋଷି ଯିଏ ଦିବ୍ୟ ବରଦାନ ପାଇଛନ୍ତି, ସେ ଗୃହସ୍ଥ ଜୀବନରେ ପ୍ରବେଶ କରିବାକୁ ପ୍ରସ୍ତୁତ। ଆଉ ଜଣେ ଧାର୍ମିକ ରାଜା ସେହି ଦୈବୀ ଯୋଜନାକୁ ସଫଳ କରିବା ପାଇଁ ନିଜର ପ୍ରିୟ କନ୍ୟାକୁ ଅର୍ପଣ କରିବାକୁ ଆସୁଛନ୍ତି। ଏହି ପୂରା କାହାଣୀରୁ ଗୋଟେ ବହୁତ ବଡ଼ କଥା ଶିଖିବାକୁ ମିଳୁଛି। ହଁ, ଏହି ଦାର୍ଶନିକ ପରମ୍ପରାରେ କୌଣସି ବି ନିଷ୍ଠାପର ଆଧ୍ୟାତ୍ମିକ ଚେଷ୍ଟା କେବେ ବି କେବଳ ବ୍ୟକ୍ତିଗତ ହୋଇ ରହେ ନାହିଁ। ଗ୍ରନ୍ଥ ଆମକୁ ବୁଝାଉଛି ଯେ ସବୁଠାରୁ ଶ୍ରେଷ୍ଠ ଭକ୍ତି ବା ତପସ୍ୟା ତାହା ହିଁ ଯାହା ଶେଷରେ ଏକ ବୃହତ୍ତର ଉଦ୍ଦେଶ୍ୟ ପୂରଣ କରେ। ଠିକ୍, ତାହା ଏକ ନୂଆ ବଂଶର ସୃଷ୍ଟି ହେଉ କିମ୍ବା ସଂସାରକୁ ଏକ ନୂଆ ଦର୍ଶନର ଜ୍ଞାନ ଦେବା ହେଉ, ଏହା ଜଣେ ବ୍ୟକ୍ତିର ଏକାକୀ ତପସ୍ୟାକୁ ସମଗ୍ର ସୃଷ୍ଟିର ଏକ ମୂଳଦୁଆ ଭାବରେ ପରିଭାଷିତ କରୁଛି। ତେବେ ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି, ଯାହା ଉପରେ ଆମେ ସମସ୍ତେ ଚିନ୍ତା କରିପାରିବା। ଆମେ ସାଧାରଣତଃ ନିଜ କର୍ତ୍ତବ୍ୟକୁ ଆଉ ଆଧ୍ୟାତ୍ମିକତାକୁ ଦୁଇଟି ଅଲଗା ଜିନିଷ ବୋଲି ଭାବୁ। କିନ୍ତୁ କର୍ଦ୍ଦମଙ୍କ କାହାଣୀ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ। କ'ଣ ଆମେ ଆମର ଦୈନନ୍ଦିନ କର୍ତ୍ତବ୍ୟକୁ ଏକ ବୃହତ୍ତର ଆଧ୍ୟାତ୍ମିକ ଉଦ୍ଦେଶ୍ୟ ସହିତ ଯୋଡ଼ିପାରିବା ନାହିଁ?